ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ବନା ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ମୁଁ ଆପଣଙ୍କୁ ବେର୍ସାବା ଜାଗା ଦେଖାଇବା ପାଇଁ ଯାଉଅଛି। ବେର୍ସାବା ଏହି ଜାଗାରେ ଅବ୍ରାହମ, ଇସାକ୍ ଏବଂ ଯାକୁବ ଏମାନେ ରହୁଥିଲେ। ତେବେ ଆଜିର ବେର୍ସାବା କେମିତି? କ'ଣ ଆଜି ବି ସେଠାରେ ଘର ଅଛି? କ'ଣ ଆଜି ବି ସେଠାରେ ଘର ଦ୍ୱାର ଅଛି କି? ତେବେ ଆଜି ସେ ଜାଗା କେମିତି, ଯେଉଁ ସ୍ଥାନରେ ଅବ୍ରାହମ, ଇସାକ୍ ଏବଂ ଯାକୁବ ରହୁଥିଲେ? ଆଉ ଏହି ଜାଗା ନାଁ ହେଉଛି ତେଲ ବେର୍ସାବା। ୟାକୁ ବେର୍ସାବା ବି ଆପଣ କହିପାରିବେ, କିନ୍ତୁ ତେଲ ବେର୍ସାବା ହେଉଛି ଏକ ଆଧୁନିକ ନାମ ଅଟେ। ହଁ ପ୍ରିୟ ବନ୍ଧୁ, କ'ଣ ତେଲ ବେର୍ସାବା ଆଧୁନିକ ନାଁ? ଏଇ ଯେଉଁ ଏରିଆ ଆପଣ ଦେଖୁଛନ୍ତି, ଇଏ ହେଉଛି ପୁରାପୁରି ବେର୍ସାବାର ଏରିଆ ଅଟେ। ଆଉ ଏ ବେର୍ସାବାର ନାଁ କିଏ ଦେଇଥିଲେ? ସେଇଟା ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲିଖିତ ରହିଅଛି। ଏ ବେର୍ସାବା ନାଁ ଅବ୍ରାହମ ଦେଇଥିଲେ। ହଁ ପ୍ରିୟ ବନ୍ଧୁଗଣ, ତାଙ୍କ ପୁତ୍ର ଇସାଙ୍କ ବିଷୟରେ ପଢ଼ିବେ, ତେବେ ମଧ୍ୟ ଆପଣ ପାଇପାରିବେ ବେର୍ସାବା। ଏଠି ବି ଲେଖା ଅଛି ତେଲ ବେର୍ସାବା। ଆପଣ ଯଦି ସେଠାକୁ କେବେ ଯିବେ, ଆଉ ଏଠାରେ ପୁରା ଡିଟେଲ୍ ଲେଖା ହେଉଛି ଏ ଜାଗା ବିଷୟରେ, ଆପଣ ନିହାତି ଭାବରେ ପଢ଼ିପାରିବେ। ପଢ଼ିକି ଆପଣ ବୁଝିପାରିବେ এই ଜାଗା ବିଷୟରେ କ'ଣ ଏଠାରେ ଲିଖିତ ଅଛି। ହଁ ପ୍ରିୟ ବନ୍ଧୁ, କ'ଣ ତେଲ ବେର୍ସାବା, ଯେଉଁଟାକି ଆଜିର ଆଧୁନିକ ନାଁ ଅଟେ। ଆଉ ଯେଉଁ ସ୍ଥାନରେ ଏକ୍ଜାକ୍ଟଲି କେଉଁ ସ୍ଥାନରେ ଅବ୍ରାହମ, ଇସାକ୍ ଏବଂ ଯାକୁବ ଏମାନେ ରହୁଥିଲେ, ତାଙ୍କର ଘର କେଉଁଠି ଥିଲା? ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ଭିଡ଼ିଓକୁ ଦେଖନ୍ତୁ। ଆଉ ଭିଡ଼ିଓକୁ ଦେଖୁଥାନ୍ତୁ ଏମିତି, କାରଣ ଆମେମାନେ ସେଇ ଏକ୍ଜାକ୍ଟଲି ସେଇ ଜାଗାକୁ ଦେଖିବା। କିନ୍ତୁ ବର୍ତ୍ତମାନ ଆପଣ ଯେଉଁ ଦେଖୁଛନ୍ତି, ଇଏ ତ ବେର୍ସାବାର ଏକ ଏରିଆ ଅଟେ, କିନ୍ତୁ ଆମେମାନେ ସେଇ ଜାଗାକୁ ଦେଖିବା ଯେଉଁ ଜାଗାରେ ଅବ୍ରାହମ ରହୁଥିଲେ, ଇସାକ୍ ରହୁଥିଲେ, ଯାକୁବ ରହୁଥିଲେ। ଏକ୍ଜାକ୍ଟଲି ସେଇ ଜାଗାକୁ ଆମେମାନେ କିଛି ସମୟ ପରେ ଆମେମାନେ ନିଶ୍ଚିନ୍ତ ଭାବରେ ଦେଖିବା। ଏଠାରେ ବି ଯାହା ଯାହା ବି ଲେଖା ଅଛି, କି ହେଉଛି ବାଇବେଲ ରିଲେଟେଡ଼, ଆପଣ ଭିଡ଼ିଓକୁ ପୁସ୍ କରିକି ଆପଣ ପଢ଼ିପାରିବେ। ଏଠି ଯେତେ ବି ଆପଣ ଲେଖା ପାଇବେ, ସବୁ ତିନି ପ୍ରକାର ଭାଷାର ଆପଣ ପାଇବେ: ହିବ୍ରୁ ଭାଷା, ଉର୍ଦ୍ଦୁ ଭାଷା ଏବଂ ଇଂରାଜୀ ଭାଷା। ହିବ୍ରୁ ଭାଷାରେ ଏଥିପାଇଁ ଲେଖାଯାଏ କାରଣ ଇସ୍ରାଏଲ ଦେଶରେ ଜିହୁଦୀ ଲୋକମାନେ ବାସ କରନ୍ତି। ଏଠି ଦେଖନ୍ତୁ, ହିବ୍ରୁ, ଉର୍ଦ୍ଦୁ ଏବଂ ଇଂରାଜୀ ତିନୋଟି ଭାଷା ଲିଖିତ ଅଛି। କସନ୍ ସ୍ଲିପିଂ ହାଜରାତି, ଏକ ଝରଣା ଏଠି ଅଛି, କିନ୍ତୁ ଆଜି ସେ ଝରଣାର ପାଣି ନାହିଁ। କିନ୍ତୁ ପୂର୍ବରୁ ଏଠି ଝରଣାର ପାଣି ଥିଲା। ଏଠି ଧୂମ୍ରପାନ ନିଷେଧ। ଏଇଟା ମଧ୍ୟ ତିନି ପ୍ରକାର ଲାଙ୍ଗୁଏଜରେ ଲେଖା ଅଛି: ହିବ୍ରୁ, ତାପରେ ଉର୍ଦ୍ଦୁ ଏବଂ ଇଂରାଜୀ। ଧୂମ୍ରପାନ ନିଷେଧ ଅଟେ। ଆଉ ତଳକୁ ଗଲେ ଗୋଟିଏ ସୁଡ଼ଙ୍ଗ ମିଳିବ। ସୁଡ଼ଙ୍ଗ ଦେଇକି ଗଲେ ଆପଣ ଆରପଟେ ବାହାରିବେ। ଆଉ ଯେଉଁ ସ୍ଥାନ ଦେଇକି ଆପଣ ଅବ୍ରାହମଙ୍କର ସ୍ଥାନକୁ ଆପଣ ଯାଇପାରିବେ, ତେବେ ଇଏ ହେଉଛି ପୁରାତନ କାଳର ଏକ ସୁଡ଼ଙ୍ଗ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କୁ କହୁଥିଲି ଯେ ଏଠାରେ ତିନି ପ୍ରକାର ଭାଷା ବେଶୀ ବ୍ୟବହାର କରାଯାଏ। ଗୋଟେ ହେଉଛି ହିବ୍ରୁ, ଆଉ ଦ୍ୱିତୀୟଟି ହେଉଛି ଉର୍ଦ୍ଦୁ ଏବଂ ତୃତୀୟ ଲାଙ୍ଗୁଏଜ୍ ହେଉଛି ଇଂଲିଶ। ଏଠାରେ ଯେଉଁ ଜିହୁଦୀମାନେ ଅଛନ୍ତି, ସେମାନଙ୍କର ଭାଷା ହେଉଛି ନିଜ ଭାଷା ହେଉଛି କ'ଣ? ହିବ୍ରୁ ଭାଷା। ସେମାନେ ହିବ୍ରୁ ଭାଷା ଲେଖନ୍ତି, ହିବ୍ରୁ ଭାଷାରେ କଥା ହୁଅନ୍ତି। ମୁଁ ଆପଣ ଜଣାଇବା ଚାହେଁ, ହିବ୍ରୁ ଭାଷା ଡାହାଣରୁ ବାଁକୁ ଲେଖାଯାଏ। ଆପଣ ଯଦି ଓଡ଼ିଆ ଲେଖୁଥିବେ କି ଇଂଲିଶ ଲେଖୁଥିବେ, ଆପଣ ବାଁରୁ ଡାହାଣ ଆପଣ ଲେଖୁଛନ୍ତି। କିନ୍ତୁ ହିବ୍ରୁ ଭାଷା ହେଉଛି ତା'ର ଉଲ୍ଟା, ଡାହାଣରୁ ବାଁକୁ ଲେଖାଯାଏ। ପଢ଼ାଯାଏ ମଧ୍ୟ ଡାହାଣରୁ ବାଁକୁ। ଏବଂ ଉର୍ଦ୍ଦୁ ଭାଷା ମଧ୍ୟ ଡାହାଣରୁ ବାଁକୁ ପଢ଼ାଯାଏ। ଦୁଇଟା ଯାକ ଭାଷା। ଆଉ ଉର୍ଦ୍ଦୁ ଭାଷା କେଉଁମାନଙ୍କର ଭାଷା? ଉର୍ଦ୍ଦୁ ଭାଷା ହେଉଛି ମୁସଲିମ ବା ମୁସଲମାନ
ଭାଇ ଭଉଣୀମାନଙ୍କର ଭାଷା ହେଉଛି ଉର୍ଦ୍ଦୁ ଭାଷା। ସେମାନେ ଉର୍ଦ୍ଦୁ ଭାଷାରେ ଲେଖନ୍ତି, ଉର୍ଦ୍ଦୁ ଭାଷାରେ କଥାବାର୍ତ୍ତା ମଧ୍ୟ କରନ୍ତି ଏବଂ ଉର୍ଦ୍ଦୁ ଭାଷାର ଲେଖା ମଧ୍ୟ ମୁଁ ଯେମିତି ଆପଣ କହିଲି ଡାହାଣରୁ ବାଁକୁ ଲେଖାଯାଏ। ତେବେ ହିବ୍ରୁ ଭାଷା ହେଉଛି ଜିହୁଦୀମାନଙ୍କର ଆଉ ଉର୍ଦ୍ଦୁ ଭାଷା ହେଉଛି ମୁସଲମାନମାନଙ୍କର। ତାପରେ ଆଉ ଗୋଟେ ଭାଷା ରହିଲେ ଇଂଲିଶ ଭାଷା। ଇଂରାଜୀ ଭାଷା ସମସ୍ତଙ୍କର। କାହିଁକି ଇଂରାଜୀ ଭାଷା ଲେଖା ଅଛି? ବାହାର କଣ୍ଟ୍ରିରୁ ଯେଉଁମାନେ ବାହାରୁ ଟୁରିଷ୍ଟମାନେ ଆସିବେ ଏ ସ୍ଥାନକୁ, ଯେଉଁମାନେ କି ହିବ୍ରୁ କିମ୍ବା ଉର୍ଦ୍ଦୁ ବୁଝିପାରିବେ ନାହିଁ, ସେମାନେ ଇଂଲିଶ ଭାଷା ବୁଝିପାରିବେ। ଆଉ ଯଦି ଆପଣ ହିବ୍ରୁ ଜାଣିନାହାନ୍ତି କି ଉର୍ଦ୍ଦୁ ଜାଣିନାହାନ୍ତି, ନୋ ପ୍ରୋବ୍ଲେମ୍। ଯଦି ଆପଣ ଇଂଲିଶ ଭାଷା ବି ଯଦି ଜାଣିଛନ୍ତି, ତେବେ ଆପଣ ଇସ୍ରାଏଲ ଦେଶକୁ ଯାଇକି ଆପଣ ଲୋକମାନଙ୍କ ସହିତ କମ୍ୟୁନିକେସନ୍ କରିପାରିବେ। ହଁ ପ୍ରିୟ ବନ୍ଧୁଗଣ, ଆମେମାନେ ପଶିଲୁ ଗୋଟେ ଜାଗାରେ, ବାହାରିଲୁ ଆଉ ଗୋଟେ ଜାଗା ଦେଇକି, ସୁଡ଼ଙ୍ଗ ଦେଇକି ଆମେମାନେ ବାହାରିଲୁ। ବର୍ତ୍ତମାନ ଆମେମାନେ ଦେଖିବା ଅବ୍ରାହମ, ଇସାକ ଏବଂ ଯାକୁବଙ୍କର ଜାଗା। ଆପଣ ଦେଖନ୍ତୁ ପୁରା ଏରିଆ ଆପଣ ଦେଖନ୍ତୁ। ଗୋଟେ ଦିନ ଏମିତି ଥିଲା, ଏଇ ଜାଗା ଅବ୍ରାହମ, ଇସାକ ଏବଂ ଯାକୁବଙ୍କର ଥିଲା। କିନ୍ତୁ ସେହି ସମୟରେ ଲୋକମାନେ ଆଜି ନାହାନ୍ତି, କିନ୍ତୁ ସେ ଜାଗା ରହିଅଛି। ସେମାନେ ଯାହା ତିଆରି କରିକି ଗଲେ, ସେ ସମସ୍ତ ଜିନିଷ ବି ଆଜି ରହିଅଛି। ତେବେ ଆପଣ ଦେଖିପାରୁଥିବେ ଏଠାରେ କିଛି ଭଙ୍ଗା ଘର ଗୁଡ଼ିକ ଅଛି। ଆଉ ଭଙ୍ଗା ଘର ଗୁଡ଼ିକ ଅଛି, ପୁରୁଣା କାଳର କିଛି ଘର ଅଛି। ଏମିତି କିଛି ଘର ଥିଲା ଯାହାକି ପୁରା ଭାଙ୍ଗି ଯାଇଛି, କେବଳ ଫାଉଣ୍ଡେସନ୍ ରହିଛି। ତାକୁ ମଧ୍ୟ ମୁଁ ଆପଣଙ୍କୁ ଦେଖାଇବି। ଆଉ ଇଏ ହେଉଛି କୂଅ। ଏଇଟା କାହା କୂଅ? ଇଏ ହେଉଛି ଅବ୍ରାହମଙ୍କର କୂଅ। ଅବ୍ରାହମ ନିଜେ ଏହି କୂଅକୁ ଖୋଳେଇଥିଲେ ନିଜ ଦାସମାନଙ୍କ ଦ୍ୱାରା। ପରେ ଫଲିଷ୍ଟିୟମାନେ କ'ଣ କଲେ? ଏଇ କୂଅକୁ ପୋତି ପକାଇଥିଲେ ମାଟି ଦେଇକି। କିନ୍ତୁ ପରେ ତାଙ୍କ ପୁତ୍ର ଇସାକ ଏ କୂଅକୁ ପୁନର୍ବାର ଖୋଳେଇଥିଲେ। ଇଏ ହେଉଛି ଅବ୍ରାହମଙ୍କର କୂଅ ବା ଇସାକଙ୍କର କୂଅ ଆପଣ କହିପାରିବେ। ଆଉ କୌଣସି ଭୁଲ ନାହିଁ। ଉପରେ ଦେଖନ୍ତୁ ଗୋଟେ ଆବରଣ ଦିଆହେଇଛି ସେଫ୍ଟି ପାଇଁ, ଯେମିତି କେହି କୂଅ ଭିତରେ ପଡ଼ି ନ ଯାଆନ୍ତି, କୌଣସି ଛୋଟ ପିଲା ପଡ଼ି ନଯାଏ। କାରଣ କୂଅ ଏତେ ଗଭୀର, ଥରେ ପଡ଼ିଗଲା ମାନେ କାମ ଖତମ। ଆଉ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଅବ୍ରାହମଙ୍କର ଘର, ଇସାକଙ୍କର ଘର, ଯାକୁବଙ୍କର ଘର, ସବୁ ମିଶିକି ଅଛି। ଏଇ ଜାଗାରେ ଅବ୍ରାହମ, ଇସାକ ଏବଂ ଯାକୁବଙ୍କର ପରିବାର ରହୁଥିଲେ। ଏଠାରେ ଏକ ଗାଁ ଥିଲା। ଏ ଜାଗା ନାଁ ହେଉଛି ବେରସେବା। ସେ ନିଜେ ନାଁ ଦେଇଥିଲେ, ଏ ଜାଗା ନାଁ ବେରସେବା ଦେଇଥିଲେ। ବେରସେବା ଶବ୍ଦର ଅର୍ଥ ହେଉଛି ପ୍ରଶସ୍ତ ସ୍ଥାନ। ଆଉ ଏ ସମସ୍ତ ଜାଗା ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଲୋକମାନେ କହନ୍ତି ଅବ୍ରାହମଙ୍କର ପରମେଶ୍ୱର, ଇସାକଙ୍କ ପରମେଶ୍ୱର, ଯାକୁବଙ୍କର ପରମେଶ୍ୱର। ଆକ୍ଚୁଆଲି ପରମେଶ୍ୱରଙ୍କ ନଜରରେ 3 ଜଣ ହିଁ ଆଶୀର୍ବାଦ ପ୍ରାପ୍ତ ଥିଲେ। ପ୍ରଥମେ ଅବ୍ରାହମ ଆଶୀର୍ବାଦ ପାଇଲେ। ଅବ୍ରାହମଙ୍କ ଦେଇକି ଇସାକ ମଧ୍ୟ ଆଶୀର୍ବାଦ ପାଇଲେ ଏବଂ ଇସାକଙ୍କ ଦେଇକି ଯାକୁବ ଆଶୀର୍ବାଦ ପାଇଲେ। ଆଉ ଯାକୁବଙ୍କ ଠାରୁ ଆରମ୍ଭ ହେଲା 12 ଗୋଷ୍ଠୀ। ସେମାନଙ୍କର 12 ପୁତ୍ରଙ୍କ ନାଁ ଲେଖା ଅଛି, ଯେମିତି ସିମିୟନ, ଇସାଖର, ଲେବି, ତାପରେ ଯୋସେଫ, ବିନ୍ୟାମିନ, ଆସେର, ତାପରେ ରୁବେନ, ଏମିତି ବହୁତ ନାଁ ଅଛି। 12 ଜଣ ପୁତ୍ରଙ୍କର ନାଁ ବାଇବେଲ ଲେଖା ଅଛି। ସବୁଠାରୁ ବଡ଼ ପୁତ୍ରଙ୍କ ନାଁ ଥିଲା ରୁବେନ, ସବୁଠାରୁ ବଡ଼ ଭାଇ ଥିଲେ। ଆଉ ଯଦି ଆପଣ ପଢ଼ିବେ ଆଦି ପୁସ୍ତକ, ଯାତ୍ରା ପୁସ୍ତକ ଆପଣ ପାଇପାରିବେ ଯେ ଇସ୍ରାଏଲ ଲୋକମାନେ ଅର୍ଥାତ୍ ଯାକୁବଙ୍କ ଠାରୁ ଆରମ୍ଭ ହେଲା ଇସାକ। ଯାକୁବଙ୍କର ଗୃହ ଆପଣ ଦେଖନ୍ତୁ, ଇଏ ହେଉଛି ଏକ୍ଜାକ୍ଟଲି ସେଇ ଜାଗା, ମାନେ ଯେଉଁ ଜାଗାରେ ଅବ୍ରାହମ, ଇସାକ ରହୁଥିଲେ ଏବଂ ଯାକୁବଙ୍କର ଘର ଥିଲା।
ये छोट एरिया नुहे आज्ञा, ये हूँ विराट बड़ बहुत बड़ एरिया ये। आ ये जगह आपन को केमिति लगुच कमेंट माध्यम निश्चिंत भाव जनातु। ये जगह आपन को केमिति लगुच। एठार तो पूरा डायग्राम बनाई आ को दिगरे को जगह अवस्थित सब लिखाई ये बोर्ड उपरे। जदि आपन केबे जाती से स्थान को आपन ए समस्त विषय देखिपारे पढ़ी पारे। बोर्ड रे कौन लिखा अच्छी ए जगार संपूर्ण इतिहास से बोर्ड रे ही लिखा अच्छे। आपन से बोर्ड रे थिबा लेखा को पढ़ी कि ए जगह विषय रे अनेक विषय आपन जानि पारिबे। देखंतु केवल फाउंडेशन गुड़िक अच्छे। या ऊपर जो घर गुड़िक थिला आज्ञा से घर गुड़िक पूरा भूमिसात हो जाइए। से घर गुड़िक वर्तमान नहीं। हाँ प्रिय बंधुगण, से घर गुड़िक वर्तमान नहीं। से घर गुड़िक पूरा भूमिसात हो जाइए। आ ये जगह आपन को केमते लगुच कमेंट करिकी कमेंट माध्यम जनातु प्रिय बंधुगण। आ ये जगह जदि आपन को भल लगुच कमेंट माध्यम निश्चिंत जनातु। आ वीडियो जदि भल लगुच वीडियो को शेयर करंतु अन्य मान सहित। आ चैनल को सब्सक्राइब कर रखंतु। हाँ प्रिय बंधुगण, ये पूरा एरिया को आपन टिके देखंतु। सतरे ये जगह होची बहुत जबरदस्त अटे। देखंतु पूरा डायग्राम करिकी पूरा वर्णना करा जायछि। आपन डायग्राम देखिदेबे पूरा एरिया को आपन बुझीजिबे माने को एरिया रे कौन कौन सब अच्छे। आपन एठाकार ये जो डायग्राम गुड़िक देखिकी आपन बुझीजिबे। ये लेखा मध्य जाइछि। देखंतु उर्दू रे भी लिखा अच्छे, इंग्राजी रे भी लिखा अच्छे एवं हिब्रू भाषा रे भी तीनोटी भाषा लिखा अच्छे। तीन प्रकार लोकों पाई आपन कहि परिबे जे समस्त लोकों पाई समस्त पाई एटा लिखित अटे। से भितर इंग्लिश बुझिबा लोक माने भी अछंती, हिब्रू बुझिबा लोक माने भी अछंती एवं उर्दू भाषा बुझी पारुथबा लोक माने भी एठार अछंती। समस्त नमस्कार प्रिय बंधुगण। जदि ये वीडियो आपको भल लगुच वीडियो को शेयर करंतु। आउ जदि आपन चैनल को प्रथम थर पर विजिट करूछंते इस चैनल को सब्सक्राइब कर रखंतु। आ वीडियो को आपन अन्य मान पाखु शेयर करंतु। आज पई एतिकी प्रिय बंधुगण, पुणी थरे भेट बा आपन सहित आउ गोटे वीडियो रे आउ गोटे अध्याय रे। समस्त को ख्रीष्ट प्रेम रे आंतरिक नमस्कार।